ନମ୍ବର 1 31ରେ ଚାରି ଜିଲ୍ଲା ଯିବେ ନବୀନ। ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଦେଖିବେ ନବୀନ ପଟ୍ଟନାୟକ। 31ରେ ଚାରି ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା। ତେବେ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ନବୀନ। କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ। ସମ୍ପୃକ୍ତ ଅଧିକାରୀଙ୍କ ସହ ଫସଲ ପରିସ୍ଥିତିରେ ନେଇ ଆଲୋଚନା କରିବେ। ନମ୍ବର 2 ସମସ୍ତଙ୍କୁ ମିଳିବ କ୍ଷତିପୂରଣ। ଯୋଗାଣ ମନ୍ତ୍ରୀ। ଅଦିନିଆ ବର୍ଷାରେ ଫସଲ କ୍ଷତିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ ଯାହାର କ୍ଷତି ହୋଇଥିବା ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ବୀମା ମଧ୍ୟ କରିଥିଲେ ମିଳିବ। ବୀମା କରିନଥିଲେ ରିପୋର୍ଟ ଆସିଲା ପରେ ମିଳିବ। ସରକାର ଲୋକଙ୍କ ସହ ଅଛନ୍ତି। ନମ୍ବର 3 6 କୋଟି ଲୋକଙ୍କ କଟିଲା ରାସନ କାର୍ଡ। ଏମାନଙ୍କ ନାଁ କାଟିଲେ ସରକାର। ଡିଜିଟାଇଜେସନ ପର୍ଦ୍ଦାଫାଶ କଲା 58 ନିଯୁକ୍ତ ଜାଲି ରାସନ କାର୍ଡ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସିଲା ସୁଧାର। ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ବିଶେଷ ପଦକ୍ଷେପମାନ ନେଇଛନ୍ତି। ସେ ମଧ୍ୟରେ ଗୋଟିଏ ହେଉଛି ଡିଜିଟାଇଜେସନ ବ୍ୟବସ୍ଥା। ନମ୍ବର 4 ଜାନୁଆରୀ 17ରେ ଚିଲିକାରେ ପକ୍ଷୀ ଗଣନା। 21ରେ ଗଣତି ହେବ ଡଲଫିନ୍। ଶୀତର ପ୍ରକୋପ ବଢ଼ୁଥିବା ବେଳେ ପକ୍ଷୀ ତୀର୍ଥ ଚିଲିକାକୁ ବିଦେଶଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ି ଚାଲିଛି। ତେବେ ପ୍ରତିବର୍ଷ ଜାନୁଆରୀ 4ରୁ 5 ତାରିଖରେ ହେଉଥିବା ପକ୍ଷୀ ଗଣନା ଏଥରକ ଘୁଞ୍ଚାଇ ଦିଆଯାଇଛି। ଜାନୁଆରୀ 17ରେ ଏଥର ପକ୍ଷୀ ଗଣନା ହେବ ବୋଲି ବାଲୁକା ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗୀୟ ଅଧିକାରୀ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ନମ୍ବର 5 କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା ସଫେଇ ଦେଲେ କ୍ରୀଡ଼ାମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମରେ ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବା ଘଟଣାକୁ ନେଇ ତେଜିଛି ରାଜନୀତି। ଏ ସମ୍ପର୍କରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଏକ୍ସ ହ୍ୟାଣ୍ଡେଲରେ ଉଦ୍ବେଗ ପ୍ରକାଶ କରିବା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କିଛି ଜରୁରୀ ପରିସ୍ଥିତି ପାଇଁ ଏଭଳି ଘଟିଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ। ନମ୍ବର 6 ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼। ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ପାଇଁ ବନ୍ୟପ୍ରାଣୀ ପକ୍ଷୀ ଉଭାନ। ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଡିସେମ୍ବର ଶେଷ ଓ ଜାନୁଆରୀ 10 ପର୍ଯ୍ୟନ୍ତ ପ୍ରାୟ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନଜର ଆସିଛି। ତେବେ ଉକ୍ତ ଅଞ୍ଚଳରେ ରହିଥିବା ଏକାଧିକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଡୁଲୁରି ପାଇନ ବଣ ରହିଛି। ବଣଭୋଜି କରି ପରିବାର ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ପାଇଁ ଉତ୍କୃଷ୍ଟ ସ୍ଥାନ ହେଉଛି ଡୁଲୁରି ପାଇନ ବଣ। ନମ୍ବର 7 ଷ୍ଟାଡିୟମରେ ଗାଡ଼ି କ୍ରୀଡ଼ାମନ୍ତ୍ରୀଙ୍କ ସଫେଇ। କଳିଙ୍ଗ ଷ୍ଟାଡିୟମରେ ରନିଂ ଟ୍ରାକରେ ଗାଡ଼ି ବୁଲାଇବା ଘଟଣା ସଫେଇ ରଖିଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅଧିକ ସକ୍ରିୟ ହୋଇଥିବାରୁ ଧନ୍ୟବାଦ। କିଛି ଜରୁରୀ ପରିସ୍ଥିତି ପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହୋଇଥିଲା। ପୂର୍ବରୁ ଅନେକ ଶୀର୍ଷ ନେତୃତ୍ୱ କଳିଙ୍ଗ ଷ୍ଟାଡିୟମ ଆସିଛନ୍ତି। କିଛି ଜରୁରୀ ପରିସ୍ଥିତି ପାଇଁ ଏହା ଘଟିଛି। ନମ୍ବର 8 ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ବସ୍ ଓଲଟି 4 ଜଣଙ୍କ ମୃତ୍ୟୁ। 30ରୁ ଅଧିକ ଆହତ ହୋଇଥିବା ସୂଚନା। ରବିବାର ଭୋର 5ଟା ସମୟରେ ବୋଇପାରୀଗୁଡ଼ା ଗୁପ୍ତେଶ୍ୱର ସୁକୁନାଲରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। 50 ଜଣଙ୍କୁ ନେଇ କଟକ ନିଆଲିରୁ ବୋଇପାରୀଗୁଡ଼ା ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ନମ୍ବର 9 ସରକାରଙ୍କ ବଡ଼ ଯୋଜନା। ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା। ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟରେ ଥିବା ବ୍ଲକଗୁଡ଼ିକ ବିଭାଜନ ହେବ। ଏଥିସହିତ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢ଼ିବ। କିନ୍ତୁ ନୂଆ ବ୍ଲକ ପାଇଁ କ'ଣ ବନ୍ଦୋବସ୍ତ ହେବ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। କାରଣ ଜନଗଣନା ଶେଷ ହୋଇନାହିଁ। କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟରେ ବ୍ଲକ ଏବଂ ତହସିଲ ସଂଖ୍ୟା ବଢ଼ାଇବାକୁ ସରକାର ଅନୁଧ୍ୟାନ କରୁଥିବା ନେଇ ଶନିବାର ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ। ନମ୍ବର 10 ଚାଷୀଙ୍କ ଖାତାକୁ ଆସିବ ଟଙ୍କା। ଧାନ ବିଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୁଃଖ ବେଳେ ଚାଷୀଙ୍କ ନିକଟରେ ସରକାର। ଅଦିନିଆ ବର୍ଷାରେ କଷଣ ସହିଥିବା ଚାଷୀଙ୍କୁ ସହାୟତା ଦେବାକୁ ଦିନରାତି ଏକ କରିଛନ୍ତି ରାଜ୍ୟ ସରକାର। ଆଜି 3ଟି ଜିଲ୍ଲାରେ ଉଜୁଡା ଫସଲ ଦେଖିବା ସହ ଚାଷୀଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 2 ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀ ବି ଗ୍ରାଉଣ୍ଡରେ କ୍ଷୟକ୍ଷତି ଆକଳନ କରିଛନ୍ତି। ସରକାର କହିଛନ୍ତି ଯେ ବୀମା ନଥିଲେ ବି ସହାୟତା ମିଳିବ। 30ରେ କ୍ଷୟକ୍ଷତି ରିପୋର୍ଟ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା।
ନମ୍ବର 11 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତ। ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷୀମାନଙ୍କ ଧାନ ଅମଳରେ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା 30 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ। ଏନେଇ ସମୀକ୍ଷା କରାଯିବ। ଚାଷୀଙ୍କ ଏଭଳି ଦୁର୍ଦ୍ଦିନରେ ସରକାର ଚଟାଣ ବୋଲି ତାଙ୍କ ସହିତ ଠିଆ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ। ନମ୍ବର 12 ସାରା ଓଡ଼ିଶାରେ ସିଧା ପ୍ରସାରଣ ହେବ ଧନୁଯାତ୍ରା। ସାରା ଓଡ଼ିଶାରେ ସିଧା ପ୍ରସାରଣ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ସବୁ ଜିଲ୍ଲାରେ LED ମାଧ୍ୟମରେ ଦେଖିବେ ରାଜ୍ୟବାସୀ। ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କହି କିଛି ଏପରି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏଥିସହିତ 2025 ଧନୁଯାତ୍ରା ପାଇଁ ଅନୁଦାନ ରାଶିକୁ 1 କୋଟି ଯାଏଁ ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି। ନମ୍ବର 13 ନୂଆବର୍ଷରେ ବଢ଼ିବ ମଦ ରେଟ୍। ବିୟର ବୋତଲ କ୍ୟାନ୍ ପିଛା ବଢ଼ିବ 10 ଟଙ୍କା। ବିୟର ବୋତଲ କ୍ୟାନ୍ ପିଛା ବଢ଼ିବ 10 ଟଙ୍କା। ନୂଆବର୍ଷରେ ବଢ଼ିବ ଏହି ରେଟ୍। ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ମଦ ନିଗମ ପାଖରେ ରହିଛି 9 ଲକ୍ଷ ପେଟି ବିୟର। ରେଟ୍ ବଢ଼ିଗଲେ ପାଖାପାଖି 90 କୋଟି ଟଙ୍କା ଅଧିକ ଟଙ୍କା ପାଇବେ ସରକାର। ବିଦେଶୀ ମଦ ଅପେକ୍ଷା ବିୟର କ୍ୟାନ୍ର ଚାହିଦା ବଢ଼ୁଛି। ସେପ୍ଟେମ୍ବର ମାସରେ ବିୟର ଦର 10 ଟଙ୍କା ବଢ଼ିଥିଲା। ନମ୍ବର 14 ଶୀତ ରାତ୍ରିରେ ପ୍ଲାଟଫର୍ମରେ ଶୋଇଥିଲେ ଲୋକେ ପାଣି ମାଡ଼ କଲେ ସଫେଇ କର୍ମଚାରୀ। ପ୍ରବଳ ଥଣ୍ଡା ଯୋଗୁଁ ହାତ ଗୋଡ଼ କାଲୁଆ ପଡ଼ି ଯାଉଥାଏ। ମଧ୍ୟରାତ୍ରିରେ ଶୀତର ପ୍ରକୋପ କଥା ନ କହିବା ଭଲ। ଏପରି ସ୍ଥିତିରେ ଶତାଧିକ ମହିଳା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ଲାଟଫର୍ମରେ ବିଶ୍ରାମ ନେଇଥିଲେ। ଏଣିକି ବେଳେ କିଛି ସଫେଇ କର୍ମଚାରୀ ନିଘୋଡ଼ ନିଦରେ ଶୋଇଥିବା ଲୋକଙ୍କ ଉପରେ ପାଣି ପକାଇଛନ୍ତି। ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି। ବିଳମ୍ବିତ ରାତିରେ ସଫେଇ କର୍ମଚାରୀମାନେ କେମିତି ପାଣି ପକାଇ ସଫା ନାଁରେ ଲୋକଙ୍କୁ ହଇରାଣ କରୁଛନ୍ତି ତାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ନମ୍ବର 15 ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମଟ ଉପରେ ରୂପା ଛାଉଣି କାର୍ଯ୍ୟ ଦେଖି ଆକୃଷ୍ଟ ହେବା ସହ ଏକ ନୂଆ ଅନୁଭୂତି ଲାଭ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମଟ ପଥର ବନ୍ଧକୁ ରୂପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ନୂଆବର୍ଷ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନମ୍ବର 16 ନିର୍ଦ୍ଦେଶ ଦେଲେ DGP। ପିକନିକ୍ ସ୍ପଟ୍ ଜଗିବ ପୁଲିସ। ରାଜ୍ୟରେ ପିକନିକ୍ ସ୍ପଟ୍ଗୁଡ଼ିକୁ ଜଗିବ ପୁଲିସ। ପର୍ଯ୍ୟଟନସ୍ଥଳୀ ଓ ପିକନିକ୍ ସ୍ପଟ୍ରେ ଅଘଟଣ ଘଟିବା ନଜର ରହିଛି। ଏଥିପ୍ରତି ସଜାଗ ରହିବା ପାଇଁ ପୁଲିସ ମହାନିର୍ଦ୍ଦେଶକ DGP ୱାଇ ଖରାନିକା ସବୁ SPଙ୍କ ସହିତ କଥା ହୋଇଛନ୍ତି। ପିକନିକ୍ ସ୍ପଟ୍ରେ ପୁଲିସ ଫୋର୍ସ ମୁତୟନ ରଖିବା ପାଇଁ DGP ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଜଗିବା ପାଇଁ କୁହାଯାଇଛି। ଯେକୌଣସି ଅଘଟଣକୁ ଏଡ଼ାଇବା ଲାଗି ପ୍ରସ୍ତୁତ ରହିବା ଲାଗି DGP ସମସ୍ତ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 17 ଆଜିର ସୁନା ଦର। ଦେଶରେ ସୁନା ଓ ରୂପାର ଦାମରେ ଆଜି ପରିବର୍ତ୍ତନ ଆସିଛି। ଲଗାତାର ଭାବରେ 2 ସପ୍ତାହ ସୁନା ଦର କମିବା ପରେ ଆଜି ସୁନା ଦରରେ ଆସିଛି ବଡ଼ ପରିବର୍ତ୍ତନ, ଯାହା ସମସ୍ତଙ୍କୁ ଦୁଃଖିତ କରିଛି। ଦେଶରେ ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ ସୁନାର ଦାମ 78,000 ଟଙ୍କା ପାଖାପାଖି ରହିଛି। 24 କ୍ୟାରେଟ୍ ସୁନାରେ 10 ଗ୍ରାମ ପିଛା ପ୍ରାୟ 300 ଟଙ୍କା ମହଙ୍ଗା ହୋଇଛି। ସେହିଭଳି 22 କ୍ୟାରେଟ୍ ସୁନାରେ ଏହାର ରହିଛି 10 ଗ୍ରାମ ପିଛା ପ୍ରାୟ 71,600 ଟଙ୍କା। ଏଥିରେ ମଧ୍ୟ ପ୍ରାୟ 300 ଟଙ୍କାର ମହଙ୍ଗା ଦେଖିବାକୁ ମିଳିଛି। 29 ଡିସେମ୍ବର ବା ଆଜି ଦେଶରେ ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ଦାମ 10 ଗ୍ରାମ ପିଛା 78,150 ଟଙ୍କା ରହିଛି। ଜାଣିବା ଦେଶର 10ଟା ସହରରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନାର ଦାମ କେମିତି ରହିଛି। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ର ସୁନାର ଦର 10 ଗ୍ରାମ ପ୍ରତି 71,650 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା 78,150 ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 71,500 ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ୍ ସୁନାର ଦର 78,000 ଟଙ୍କା ହୋଇଛି। ନମ୍ବର 18 ଆସନ୍ତାକାଲି 10 ଘଣ୍ଟିଆ ପଞ୍ଜାବ ବନ୍ଦ। ସରକାରଙ୍କ ପକ୍ଷରୁ MSP ସମେତ 13 ଦଫା ଦାବି ପୂରଣ ନ ହେବାରୁ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି 30 ଡିସେମ୍ବରରେ ପଞ୍ଜାବ ବନ୍ଦ କରିବାକୁ ଡାକରା ଦିଆଯାଇଛି। ସୋମବାର ଦିନ ପଞ୍ଜାବ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ଅବଧି ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କିଛି ବନ୍ଦ ରହିବ। ରାସ୍ତା, ରେଳ, ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ କୃଷକ ନେତାମାନେ ଆହ୍ୱାନ ଦେଇଛନ୍ତି। ନମ୍ବର 19
କଳାହାଣ୍ଡିର ଏହି ଚାଷୀଙ୍କ ମନ୍ କି ବାତ୍ରେ କାହିଁକି ପ୍ରଶଂସା କଲେ ମୋଦି? ଆଜି ଆଧୁନିକ ଯୁଗରେ ଯୁବଗୋଷ୍ଠୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅଞ୍ଚଳରେ 150ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିଜ ବଗିଚାରେ କାମ ଯୋଗାଇ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ତାଙ୍କର ଏହି ପ୍ରୟାସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ କହିଛନ୍ତି। ନମ୍ବର 20 ନୂଆବର୍ଷର ବଢ଼ିବ ଶୀତ, ପ୍ରବଳ ଜାଡ଼ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି। ନୂଆବର୍ଷରେ ବଢ଼ିବ ଶୀତ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କରିବା ନେଇ ପୂର୍ବାନୁମାନ କରିଛି। ପ୍ରବଳ ଜାଡ଼ ସହ ଘନ କୁହୁଡ଼ି କରିବ ଅସ୍ତବ୍ୟସ୍ତ। ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମାଞ୍ଚଳର ପ୍ରଭାବ ରହିବ। 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡ଼ାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 31 ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ କିଛି ଜିଲ୍ଲାରେ ତାପମାତ୍ରା କମିବ। ପରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ନମ୍ବର 21 ଓଡ଼ିଶାର କଳାହାଣ୍ଡି ପନିପରିବାର ପେଣ୍ଠସ୍ଥଳୀ ପାଲଟିଛି ପ୍ରଧାନମନ୍ତ୍ରୀ ମୋଦି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ କୃଷ୍ଣ ନାଗ ଏବଂ ତାଙ୍କ ସାଥୀ ଚାଷୀମାନେ ଏକ ସବୁଜ ବିପ୍ଳବର ନେତୃତ୍ୱ ନେଉଛନ୍ତି, ଯାହା 8ଟି ଗ୍ରାମ ପଞ୍ଚାୟତକୁ ଏହି ଅଞ୍ଚଳର ପନିପରିବା ହବ୍ରେ ପରିଣତ କରିଛି। କଳାହାଣ୍ଡି ଥରେ ପନିପରିବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ଆଗ୍ରହୀ ଚାଷୀ ଉତ୍ପାଦନ କମ୍ପାନୀର ଗୋଲାମୁଣ୍ଡା ବ୍ଲକର ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ପନିପରିବା ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବ୍ୟତୀତ 2ଟି ପଡ଼ୋଶୀ ରାଜ୍ୟକୁ ପହଞ୍ଚୁଛି। ନମ୍ବର 22 ଓଡ଼ିଶାରେ ଲଞ୍ଚ ହେଲା କ୍ୟାପ୍ଟେନ୍ ରୁଷ୍ଟ ଗାର୍ଡ ଟିଏମସି ଲୁହାଛଡ଼। କ୍ୟାପ୍ଟେନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଲଞ୍ଚ ହୋଇଛି କ୍ୟାପ୍ଟେନ୍ ରଷ୍ଟ ଗାର୍ଡ ଟିଏମସି ଲୁହାଛଡ଼। ନମନୀୟତା ଓ ଶକ୍ତିର ଉପହାର ଏହି ଲୁହାଛଡ଼ ଆଗାମୀ ଓଡ଼ିଶାର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ବ୍ରାଣ୍ଡ ଆମ୍ବାସେଡର ସୌରଭ ଗାଙ୍ଗୁଲି। ଆଜି ଏକ ଘରୋଇ ହୋଟେଲରେ କ୍ୟାପ୍ଟେନ୍ ଷ୍ଟିଲ୍ ପକ୍ଷରୁ ଏହି ଲଞ୍ଚିଂ କାର୍ଯ୍ୟକ୍ରମ ହୋଇଛି। ନମ୍ବର 23 ପୁରୀ ଯାତ୍ରୀଙ୍କ ଉପରେ ଜୁଲମ ଓ ଶୋଷଣ ଅଭିଯୋଗ, ଜିଲ୍ଲାପାଳ ଡାକିଲେ ଅଟୋ ସଂଘଙ୍କ ସମନ୍ୱୟ ବୈଠକ। ଧର୍ମ, ସଂସ୍କୃତି, ଆଧ୍ୟାତ୍ମିକ ଓ ପର୍ଯ୍ୟଟନର ସହର ହେଉଛି ଶ୍ରୀକ୍ଷେତ୍ର। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ସମୟ ଅତିବାହିତ କରିବାକୁ ପୁରୀରେ ଭିଡ଼ ଲାଗେ ପର୍ଯ୍ୟଟକଙ୍କର। କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ଅତୀତରେ ବିଭିନ୍ନ ଷ୍ଟେଟ୍, ରାଜ୍ୟ ବା ଅଞ୍ଚଳଗୁଡ଼ିକୁ ଯାଇ ଶ୍ରୀମନ୍ଦିରରେ କୌଳିକ ପଣ୍ଡାମାନେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁରୀକୁ ଆସିବା ଲାଗି ବୁଝାଉଥିଲେ। ସେମାନେ ପୁରୀରେ ପହଞ୍ଚିବା ପରେ ଏହି କୌଳିକ ପଣ୍ଡାମାନେ ସେମାନଙ୍କୁ ନିଜ ଘରେ କିଛି ଦିନ ରଖିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥାନ୍ତି। ନମ୍ବର 23 ଜାନୁଆରୀ 14ରୁ କୁମ୍ଭୀର ଗଣନା, 9 ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଜାନୁଆରୀ 14 ତାରିଖରୁ ଭିତରକନିକାରେ ଆରମ୍ଭ ହେବ କୁମ୍ଭୀର ଗଣନା। ଜାନୁଆରୀ 14ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ସେଥିପାଇଁ 9 ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ଭିତରକନିକା ଅନ୍ତର୍ଗତ 4ଟି ରେଞ୍ଜ ରାଜନଗର, ଗହୀରମଥା, କନିକା, ମହାକାଳପଡ଼ାରେ କୁମ୍ଭୀର ଗଣାଯିବ। ରାଜନଗର ବନଖଣ୍ଡର 4ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବ। ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।